ବାହାଘର ଭୋଜି ଏବେ ଆମନ୍ତ୍ରିତ ଅତିଥି ଅନ୍ୟପଟେ ପରଯାତ୍ରୀଙ୍କ ପାଇଁ ପାଲିଟିଲା କାଳ। ଏବେ ବାଙ୍କି ବୈଦେଶ୍ୱର ପାଟଣାରେ ଗତ 2 ଦିନ ତଳେ ଅର୍ଥାତ୍ ରବିବାର ସନ୍ଧ୍ୟା ସମୟରେ ଯେଉଁ ଭୋଜିର ଆୟୋଜନ କରାଯାଇଥିଲା ସେ ଭୋଜି ଖାଇ ପ୍ରାୟ ଶତାଧିକ ଲୋକେ ଏବେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଆପଣ ସ୍ପଷ୍ଟ ଚିତ୍ର ଦେଖିପାରୁଥିବେ, ଏ ହେଉଛି ସେ ଏକ୍ସକ୍ଲୁସିଭ୍ ଭିଜୁଆଲ୍ ଯେଉଁଠି ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ପ୍ରତ୍ୟେକ ଦିନ ପ୍ରାୟ 2 ଦିନ ଧରି ଲାଗି ରହିଛନ୍ତି ଏଠି ପେସେଣ୍ଟମାନଙ୍କର ଆଗମନ। ତ ଆପଣ ଦେଖୁଥିବେ ଏ ହେଉଛି ବୈଦେଶ୍ୱର ହେଉଛି ହସ୍ପିଟାଲ। ତ ଏଠି ଆପଣ ଯୁଆଡ଼କୁ ଦେଖିବେ କେବଳ ପେସେଣ୍ଟ ଝାଡ଼ା ବାନ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ରହୁଛନ୍ତି। କେବଳ ଯାହା ଅଭିଯୋଗ ରହିଛି ବାହାଘର ଭୋଜି ଖାଇ। କ'ଣ କହିବା ଆଜ୍ଞା, ଏଇ ଯେଉଁ ଘଟଣା, ଏଇ ଯେଉଁ ଦୁର୍ଭାଗ୍ୟଜନକ ଘଟଣା ବୋଲି ମୋଟାମୋଟି କହିବାକୁ ପଡ଼ିବ। ଆପଣ କ'ଣ କହିବେ ଯେଉଁ ଅଭାବନୀୟ ଘଟଣା? ଆମର ରବିବାର ଗୋଟେ ବିବାହ ଭୋଜି ଥିଲା ବୈଦେଶ୍ୱର ପାଟଣାର। ବିବାହ ଭୋଜିରେ ନିମନ୍ତ୍ରିତ ଅତିଥିମାନେ ଭୋଜି ଭାତ ଖାଇ ଗଲା ପରଦିନ ତା ପରଦିନ ସକାଳୁ କ'ଣ ହଠାତ୍ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେଲେ। ଗୋଟେ ସ୍ଥାନୀୟ ଆମର ବୈଦେଶ୍ୱର ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସିତ ଏବେ କିଛି ହେଉଛନ୍ତି ଏବଂ ବଡ଼ମ୍ବା କିଛି ବି ଯାଇଛନ୍ତି। ସୁଲୋଚନା ସାହୁ ବୈଦେଶ୍ୱର। କ'ଣ ହେଇଛି ପିଲାକୁ ଆଣିଛ, କେଉଁଠି କ'ଣ ହେଇଥିଲା? ଝାଡ଼ା ହେଉଛି, ବାନ୍ତି ହେଉଛି, ମୁଣ୍ଡ କ'ଣ ଭୋଜି ଖାଇକି ସବୁ ଏମିତି ହେଇଛି। କେଉଁଦିନ ଭୋଜି ହେଇଥିଲା? ପରଦିନ ରବିବାର ଆଚ୍ଛା। ଭୋଜି ଖାଇକି ଏମିତି ଝାଡ଼ା ବାନ୍ତି, ପେଟ କାଟୁଛି, ମୁଣ୍ଡ ବିନ୍ଧା ହେଉଛି, ଥରୁ ଥର ଜ୍ୱର ବି ଆସୁଛି। କେତେ ଲୋକ ଏମିତି ପ୍ରାୟ? ଗାଁ ସାରା ସାର୍, ଆମେ ତ ବୋହୂମାନେ ଆମେ କ'ଣ ଜାଣିଛୁ ଗାଁ କେତେ ଲୋକ ଅଛନ୍ତି ବୋଲି। କ'ଣ ଅସୁବିଧା କେଉଁଠି ରହିଛି କ'ଣ? ସାର୍ ମୁଁ କହିପାରୁନି, ଜାଣିପାରୁନି, ବୋଧେ ଆମିଷ ଖାଇକି ବୋଧେ ଏମିତି ହେଇଛି। ପ୍ରାୟତଃ କ'ଣ ମୁଖ୍ୟତଃ ଭୋଜି ନା କ'ଣ? ହଁ ଭୋଜି, ଆଇଁଷ ଯେଉଁମାନେ ଖାଇଛନ୍ତି ପ୍ରାୟ ଲୋକଙ୍କର ସେମିତି ହେଇଛି। ସାଧା ଏଇଟା ଆମେ ଖାଇଛୁ, କାହିଁ ଆମର କିଛି ହେଇନି। ଲୋକ ଯେଉଁମାନେ ଆଇଁଷ ଖାଇଛନ୍ତି ପ୍ରାୟ ହେଇଛି ସମସ୍ତଙ୍କର। ଏଇଠି ଆପଣ କାହାକୁ ଆଣିଥିଲେ ପିଲାକୁ? ହଁ ପୁଅ ମୋର। ଇଏ ତାର କ'ଣ ହେଇଛି? ଝାଡ଼ା ଜ୍ୱର ହେଉଛି, ମୁଣ୍ଡ ବିନ୍ଧା ହେଉଛି, ବାନ୍ତି, ଯାହା ବି ଖାଇଲେ ସବୁ ବାହାରି ପଡ଼ୁଛି, କିଛି ରହୁନି। ଶୁଣିଥିଲେ ଏବେ ବି ବାହାଘର ଯେଉଁ ଭୋଜି ଖାଇକି ଅସୁସ୍ଥ ଯେଉଁମାନେ ଆସୁଛନ୍ତି, କ'ଣ ଦେହ କେମିତି ଅଛି? ମାନେ ଦେହ ବର୍ତ୍ତମାନ ପେଟ ପୁରା କାଟୁଛି। ତାପରେ ଝାଡ଼ା ଯେଉଁ 3-4ଟା ହେଇଥିଲା ଟିକେ ସ୍ଲାଇଟ୍ ବନ୍ଦ ଅଛି, କିନ୍ତୁ ଅଣ୍ଟା ଆଣ୍ଠୁ ମୁଣ୍ଡ ଫୁଣ୍ଡ ସବୁ ବିନ୍ଧା ହେଉଛି ଏବେ ବର୍ତ୍ତମାନ। କ'ଣ ହେଇଥିଲା ଘଟଣା କ'ଣ? ମାନେ ସେଇ ଯେଉଁ ଭୋଜି ଖାଇକି, ମାନେ ରବିବାର ଦିନ 6ଟା-7ଟା ବେଳକୁ ସେଇ ଯେଉଁ ବାହାଘର ଭୋଜି ଖାଇକି ବର୍ତ୍ତମାନ ଅବସ୍ଥା। ସିଧାସଳଖ ପ୍ରତିକ୍ରିୟା ଶୁଣିଥିଲେ ଏଠି ଯେଉଁ ପେସେଣ୍ଟମାନେ ଅଛନ୍ତି, ଆପଣଙ୍କ ଅଞ୍ଚଳରେ ତ ଏଇଭଳି ଅଘଟଣ ଘଟିଛି, ଯାକୁ ନେଇକି କେତେ ଦୁଃଖରେ ଅଛନ୍ତି ଏବେ? ବହୁତ ଦୁଃଖରେ ଅଛୁ। ଆଉ କ'ଣ କହିବୁ, ସବୁଆଡ଼େ ସବୁ ପେସେଣ୍ଟ ଏମିତି ଛିନ୍ନ ଭିନ୍ନ ହେଇକି ପଡ଼ିଛନ୍ତି। କେମିତି କ'ଣ ହେଉଛି ସେଇଟା ଭଗବାନଙ୍କ ହାତର କଥା। କେମିତି କୌଣସି ଅଘଟଣ ନ ଘଟୁ। ସିଧାସଳଖ ପ୍ରତିକ୍ରିୟା ଆମେ ମଧ୍ୟ ଯେ ଯେଉଁ ହସ୍ପିଟାଲର ଯିଏ ଆସୁଛନ୍ତି, ବିଶେଷଜ୍ଞମାନେ ଆସୁଛନ୍ତି, ତାଙ୍କର ମଧ୍ୟ ପ୍ରତିକ୍ରିୟାରେ ଆପଣ ଦେଖିପାରୁଥିବେ ଏ ସ୍ପଷ୍ଟ ଚିତ୍ର କିଭଳି ଭାବେ ପେସେଣ୍ଟମାନଙ୍କର ଏଠି ଧାଡ଼ି ଲମ୍ବିଛି। ଏଠି ଯାହାକୁ ଦେଖିବେ ସମସ୍ତେ ପେସେଣ୍ଟ। ଆପଣ ଦେଖିପାରୁଥିବେ ଏଠି ଏକ୍ସକ୍ଲୁସିଭ୍ ଭିଜୁଆଲ୍ ଦେଖିପାରୁଥିବେ। 2 ଦିନ ଧରି ଏଠି ପ୍ରତ୍ୟେକ ଲୋକ ଯେଉଁ ଭୋଜି ଖାଇ ଝାଡ଼ା ବାନ୍ତିରେ ଆକ୍ରାନ୍ତ ରହୁଛନ୍ତି। ତ କେତେ ପେସେଣ୍ଟ ଅଦ୍ୟାବଧି ଆସିଲେଣି, ଆଉ କେତେ ଏବେ ବି ଆସୁଛନ୍ତି? କାଲିଠାରୁ 200 ପେସେଣ୍ଟ ସମଥିଙ୍ଗ ଆସିଛି। 200 ଭଳିଆ ଆସିଲେ। ମାନେ ବାନ୍ତି, ଝାଡ଼ା, ଜ୍ୱର, ମୁଣ୍ଡବିନ୍ଧା। ସିଧାସଳଖ ପ୍ରତିକ୍ରିୟା ଶୁଣିଥିଲା। ଦେଖନ୍ତୁ ସେ ଏକ୍ସକ୍ଲୁସିଭ୍ ଭିଜୁଆଲ୍ ଦେଖନ୍ତୁ। ଏଠି ସ୍ୱତନ୍ତ୍ର ଡାକ୍ତର ଟିମ୍ ଆସିଛନ୍ତି, ସୁବର୍ଣ୍ଣପୁର ଆସିଛନ୍ତି, ବିଭିନ୍ନ ଆଡ଼ୁ ଆସିଛନ୍ତି। ଆପଣ ଦେଖିପାରୁଥିବେ ସ୍ପଷ୍ଟ ଚିତ୍ର। ଏଠି ମଧ୍ୟ ଯେଉଁମାନେ ଆସୁଛନ୍ତି ଡାକ୍ତର ସ୍ପେଶିଆଲିଷ୍ଟ ଟିମ୍, ତାଙ୍କର ମଧ୍ୟ ପ୍ରତିକ୍ରିୟା ଏଠି ମଧ୍ୟ ଦେଖିପାରୁଥିବେ। ଏଠି ପ୍ରତ୍ୟେକ ଦିନ ପେସେଣ୍ଟ ଆସୁଛନ୍ତି, ଏଇ ଝାଡ଼ା ବାନ୍ତିରେ ଆକ୍ରାନ୍ତ ରହିଛନ୍ତି। ତ ଭୋଜି ଖାଇ କେଉଁଭଳି ଭାବେ ସମ୍ପୂର୍ଣ୍ଣ ଆକ୍ରାନ୍ତ ଟିକେ ପଚାରିବା। ସାର୍ ଆପଣଙ୍କୁ ଏଇ ଯେଉଁ ଘଟଣା କ'ଣ କହିବାକୁ ନେଇକି? ଇଏ ଗୋଟେ ବିବାହ ଭୋଜି ନେଇକି ସବୁ ଗୋଟେ ଫୁଡ୍ ଇନଫେକ୍ସନ୍ ହେଇକି ଝାଡ଼ା ହେଇଛି। ଯାହାଫଳରେ କାଲି ବି 184 ଜଣ ଆମ ଓପିଡ଼ିକି ଆସିଥିଲେ, ସେଥିରୁ 21 ଜଣଙ୍କୁ ସାଲାଇନ୍ ଲାଗିଥିଲା। ଆଜି ମଧ୍ୟ ସକାଳୁ 86 ଜଣ ଆସିଲେଣି, 15 ଜଣଙ୍କୁ ସାଲାଇନ୍ ବର୍ତ୍ତମାନ ଲାଗିଛି। ମାନେ ଯାହା ହଉ ଗଭୀର ବର୍ତ୍ତମାନ ସମସ୍ୟା ଅଛି। ଆମେ ମଧ୍ୟ କଟକ ଡାକ୍ତର ଟିମ୍ ଡକେଇଛୁ। SDH ବାଙ୍କି ମଧ୍ୟ କାଲି ଆସିଥିଲେ ରାତିରେ। ବର୍ତ୍ତମାନ ବି ଟ୍ରିଟମେଣ୍ଟ ଚାଲିଛି। ଆଚ୍ଛା, ଗୋଟେ ପଟେ ଯେଉଁ ବାହାଘର ଭୋଜି ଖାଇକି ଏଭଳି ଘଟଣା ଘଟିଛି, କ'ଣ ସମସ୍ୟା ରହିଛି ଯେ ଭୋଜିରେ ଯେଉଁଥିପାଇଁ ଏଭଳି ଘଟଣା ଘଟିଥାଏ, ଏଭଳି ସନ୍ଦେହ କରୁଛନ୍ତି? ଆମେ ଭାବୁଛୁ ଅଧିକା ତେଲ ମସଲା ହେଇଯାଇପାରେ, ନଚେତ୍ ନାହିଁ ଆମର ଯେଉଁ ଭିନେଗାରଟା ପଡ଼େ ସେ ଯଦି ହାଇରେ ପଡ଼ିଯାଇଥିବ ତରକାରୀରେ, ସେଇଟା ମଧ୍ୟ ଝାଡ଼ା ହେବାର ସମ୍ଭାବନା ଅଛି। ଯାହାଫଳରେ କି ବେଶୀ ଏସିଡ଼ିଟି ହେଇ ଲୋକଙ୍କର
ଝାଡ଼ା ହେଇବାର ଝାଡ଼ା ହେଇଯାଇଛି ଆଉ ବହୁତ ଲୋକ ଝାଡ଼ା ଆଚ୍ଛା ହେଇଯାଇଛି। ମୋଟାମୋଟି ଆମେ ଯଦି ଆପଣଙ୍କଠୁ ଜାଣିବାକୁ ଚାହିଁବୁ 2 ଦିନ ଧରିଲାଣି ଏଭଳି ଝାଡ଼ା ବାନ୍ତିରୁ ଥମିବା ନାଁ ଧରୁନି। ଆଜି ମଧ୍ୟ ପେସେଣ୍ଟ 15ରୁ ଉର୍ଦ୍ଧ୍ୱ ଆସିଲେଣି। ତ ୟାକୁ ରୋକ ଲଗାଇବା ପାଇଁ କି ଠୋସ୍ ପଦକ୍ଷେପ ନିଆଯାଉଛି ଯାହା ହେଉଛି ମେଡ଼ିକାଲ କର୍ତ୍ତୃପକ୍ଷ ପକ୍ଷରୁ ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ? ନା ତାର 4 ପ୍ରକାର ପଦକ୍ଷେପ ନେଇଛୁ ଆରମ୍ଭ କରିଛୁ। ଆଜି ସକାଳୁ ସବୁ ଡିସ୍ଇନଫେକ୍ସନ୍ ସବୁ କୂଅମାନଙ୍କର କରାଯିବ। ତାପରେ ସେମାନଙ୍କର ସବୁ ୱାଟର ଟେଷ୍ଟ ପାଇଁ ବର୍ତ୍ତମାନ ଚାଲିବ, ୱାଟର ଟେଷ୍ଟ ଚାଲିବ ଏବଂ ସ୍ୱାବ୍ ଟେଷ୍ଟ ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରୁଛୁ। ବାକି ଲୋକଙ୍କ ଭିତରେ ଆଇସି ଆକ୍ଟିଭିଟି କରୁଛୁ, ଏସବୁ ଚାଲିଛି ଆଉ ଏରିଆ ମାନଙ୍କରେ ଲୋକଙ୍କୁ ସଚେତନ ମଧ୍ୟ କରାଉଛୁ। ଠିକ୍ ଅଛି। ସିଧାସଳଖ ପ୍ରତିକ୍ରିୟା ଶୁଣୁଥିଲେ, ପ୍ରତ୍ୟେକ ପେସେଣ୍ଟ ମାନଙ୍କର ପ୍ରତିକ୍ରିୟା ଶୁଣୁଥିଲେ। ଏଠି ଯିଏ ଅଛନ୍ତି ଡାକ୍ତର ତାଙ୍କ ପ୍ରତିକ୍ରିୟା ମଧ୍ୟ ଶୁଣୁଥିଲେ। ତ ଏଠି ସ୍ପଷ୍ଟ ଚିତ୍ର ମଧ୍ୟ ଆଉଥରେ ଆମେ ଦେଖେଇବୁ କେଉଁଭଳି ଭାବେ ଏଠି ଝାଡ଼ା ବାନ୍ତିର ଥମିବା ନାଁ ଧରୁନି। ଆପଣ ଏ ଚିତ୍ର ଦେଖୁଥିଲେ। ତ ଏ ହେଉଛି ବାଙ୍କି ବୈଦ୍ୟେଶ୍ୱର ଚିତ୍ର। ଏଠି ଯେତେବେଳେ ଗତ 2 ଦିନ ତଳେ ଯେତେବେଳେ ବାହାଘର ଭୋଜି ଖାଇଥିଲେ, ଭୋଜି ଖାଇଲା ପରେ ଏଭଳି ଅବସ୍ଥା ହେଇଛି। ଆପଣଙ୍କର କ'ଣ ସେଇ ଭୋଜି ଖାଇକି ଅସୁସ୍ଥ? ମୋର ହେଇନି, ମୋ ପୁଅର ସ୍ୱାମୀଙ୍କର କ'ଣ ହେଇଛି? ଝାଡ଼ା ଜ୍ୱର ବାନ୍ତି କାହିଁକି ହେଲା? ସେ ଭୋଜି ଖାଇ ଦେଇଥିଲେ। ଦେଖନ୍ତୁ ପ୍ରତ୍ୟେକ ଲୋକଙ୍କର ସେ ଗୋଟିଏ ପ୍ରତିକ୍ରିୟା। ଏଠି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଯେଉଁମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା ଅତିଥି ସେମାନେ ମଧ୍ୟ ଝାଡ଼ା ବାନ୍ତିରେ ଆକ୍ରାନ୍ତ ରହିଛନ୍ତି। ଅନ୍ୟପଟେ ଯେଉଁମାନେ ବରଯାତ୍ରୀ ଆସିଥିଲେ ସେମାନେ ମଧ୍ୟ ଆକ୍ରାନ୍ତ ରହିଛନ୍ତି। ଏ ଝାଡ଼ା ବାନ୍ତିର ଯେଉଁ ଲାଗିଛି ଯେଉଁଭଳି ଭାବେ ଆଜି 2 ଦିନ ହେଲାଣି ତ ଥମିବା ନାଁ ଧରୁନି। ତ ଏଠି କେବଳ ଆଜି ଏଠି ବୈଦ୍ୟେଶ୍ୱର ହସ୍ପିଟାଲରେ କେବଳ ପେସେଣ୍ଟ ଆସୁନାହାନ୍ତି, ଆଖପାଖ ବଡ଼ମ୍ବାର ରହିଛନ୍ତି, ବେଗୁନିଆ ବୋଲଗଡ଼ ଅଞ୍ଚଳରେ ରହିଛନ୍ତି, କୌଣସି ଲୋକ ଖୋର୍ଦ୍ଧା ଯାଇଛି, କିଏ କଟକ ଯାଇଛି, କିଏ ଭୁବନେଶ୍ୱର ଯାଇଛି। ତ ଏଠି ଯେଉଁ ସ୍ୱତନ୍ତ୍ର ଟିମ୍ ଆସିଛି, ସ୍ୱତନ୍ତ୍ର ଟିମ୍ ସମ୍ପୂର୍ଣ୍ଣ ଲୋକମାନଙ୍କର ଚିକିତ୍ସା କରୁଛନ୍ତି। ୟାକୁ ନିୟନ୍ତ୍ରଣ କିପରି କରାଯାଇପାରିବ ଏ ନେଇ ସମସ୍ତ ପ୍ରଚେଷ୍ଟା ସ୍ୱାସ୍ଥ୍ୟ ବିଭାଗ ପରି ଜାରି ଅଛି। ଆଗକୁ ଦେଖିବାର ଅଛି ଏଇ ଯେଉଁ ଝାଡ଼ା ବାନ୍ତି ଯେଉଁ ଆକ୍ରାନ୍ତିତ ହୋଇଛନ୍ତି ଯେଉଁ ରୋଗୀମାନେ ଭୋଜି ଖାଇ ଆକୁ ନିୟନ୍ତ୍ରିତ କରିବାରେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ କି ଠୋସ୍ ପଦକ୍ଷେପ ନେଉଛି। କଟକ ଜିଲ୍ଲା ବାଙ୍କି ବୈଦ୍ୟେଶ୍ୱର ଅଞ୍ଚଳରୁ ମନୋଜ କୁମାର ଦଳେଇ, ନକ୍ଷତ୍ର ନ୍ୟୁଜ୍।